जगन्नाथ अम्यमाला फैमिली ब्लॉग को आपण मानक स्वागत। आपण माने केमती अछंती भलरे अछंती ना महाप्रभु को कृपारू आपण माने बहुत भल थांतु सुस्थ रे थांतु। आज जीवा हेंगुला यात्रा आपण मानक पूरा देखैबी केमती हेंगुला यात्रा माँ हेंगुला तालचर फेमस माँ हेंगुला दर्शन करवा आशीर्वाद लाभ करवा। चलतु जीवा आसतु आमर गाड़ी ठिया है जीवा पलि जा देखिए भल लगे लाइक शेयर और सब्सक्राइब करेंगे। चलतु देखदेवी तो चलतु देखा आसतु जीवा देखो यही रकम जंगल सब तालचर रे बहुत जंगल से कि कोयला बहुत बाहर देखुन ना केते जंगल दुई साइड रे जंगल पूरा एखना महुल हेलानी महुल माँ हेंगुलांकर बड़ भौणी माँ करड़े देख भोग नहीं कि जीवा से माँ अच्छा दर्शन करवा। अंधार कि देखा जाऊनी माँ करड़े ये भोगराग परिवेशटा सियाड़ू गले हिंगुला मंदिर पड़े पहुँचवा हो गले ये माँ को मंदिर पड़ो आम टे खरा बेलिया पलि आसीचु तो से गाड़ी ता भीतर को छाड़देले देख पछ गेटा आग गेट अच्छे यही पछ गेट पछपटे माँ उभा होती दुकान बजार एपर्तंत खोला है धीरे धीरे प्रबल भिड़ होमें से दिन बेणुचु पलि आसीचु समस्ते देखते चली ये नड़िया भोग सब बिक्री हो सबुआड़े चप्पल भोग सब किना है जीवा देखते केमती जमा है देखते जलुची माँ को दाऊ दाऊ टे बुले दौची देख बहुत रस होता से दिन देख प्रबल लोक धीरे धीरे माड़ी आसिले आम दर्शन करके शीघ्र बाहरी जावा। देख आमर ये आम पु बो आसी आम सान पु मझिया पु ये गाड़ी आसु पलैबू शीघ्र माँ कुआड़े देखु माँ दर्शन तो सरला जो उभा माँ को पाखे जो उभा दर्शन पछ द्वार माँ घर देखा दर्शन कर देख माँ घर ऑडिटोरियम कराई देख केड़े सुंदर मंदिर है देखु मत तो खरारे देखा जाऊनी मंदिर तो ये समागम बहुत भोग दुकान प्रबल देखो भोग दुकान
ଚାଲନ୍ତୁ ଯିବା ମନ୍ଦିର ଭିତରକୁ ଯିବା ଦର୍ଶନ କରିବା। ଏଇଟା ପଛପଟ ସାଇଟ୍, ସେପଟ ସାଇଟ୍ ଗଲେ ଆଗ ପଟ ପଡ଼ିବ। ମାଙ୍କ ପାଖରେ ଭୋଗ ଲଗେଇବା। ଉଭା ପାଖରେ ସରିଲା, ଏଠି ମନ୍ଦିରରେ ଭୋଗ ଲଗେଇବା। ଏଇଟା ଦେଖନ୍ତୁ ପଛପଟ, ଏଇଠି ମା ଆଗେ ଉଭା ଥିଲେ, ତାପରକୁ ଭିତରକୁ ଯାଇଛନ୍ତି। ଚାଲିଛନ୍ତି, ଯିଏ ମାନସିକ କରିବ ଏଠି ସବୁ ଦେଉଛନ୍ତି ଘୋଡ଼ା। ଦେଖନ୍ତୁ ଆଗେ ଦେଖି ସାରନ୍ତୁ, ତାପରେ କହିବେ। ମନ୍ଦିର ଭିତରକୁ ତା ଭିତରେ ତ ସୁଟ୍ କରି ହଉନି। ମାଙ୍କର ଦେଖନ୍ତୁ ଗେଟ୍ ବୁଲେଇ ଦେଉଛି। ମା କାହାକୁ ଯିବା ଚାଲ। ବିଭିନ୍ନ ପ୍ରକାର ସାମଗ୍ରୀ ସବୁ ମାଙ୍କର ଇଏରେ ପଡ଼ିଛି। ଦୋକାନ ବଜାର ଚାଲିଛି। ଆମେ ପଳେଇ ଆସିନୁ ମାର୍କେଟ ଭିତରକୁ, କିନ୍ତୁ ଦୋକାନ ପୁରା ସବୁ ଯାକ ଖୋଲା ହେଇନି। ଗୀତା ଅଛି, ଏଇସବୁ ଦୋକାନ ସବୁ ଚାଲିଛି। ହେଲା ପାପୋଛ ହରିକା ବିକ୍ରି ହେଉଛି। ଏରକମ ମାର୍କେଟ ଚାଲିଛି ହେଲା। ଧୂପ ଏ କୋଉଠିକା ମାଲ? ଜଗତପୁର। କୀର୍ତ୍ତନ ଚାଲିଛି। ଦେଖନ୍ତୁ ଏରକମ ସବୁ ପିତ୍ତଳର ଜିନିଷ ବିକ୍ରି ହେଉଛି। ବ୍ୟାଗ ବିକ୍ରି ହେଉଛି। ଏଇଠି ଚୁଡ଼ି ଫୁଡ଼ି ବିକ୍ରି ହେଉଛି। ଚୁଡ଼ି ଆଇଟମ୍ ଗୋଟେ ଦୁଇଟା ଏତେ ବାଗ ଲାଗିଲାନି, ମୁଁ ନେଲିନି। ନା ଆମେ ଏଡ଼େ ଏଡ଼େ କିଏ କିଣିବ, ମୋଟା ମୋଟା ହେଇଯାଉଛି। ନୂଆ ଆଇଟମ୍ କିଛି ଦେଖାଯାଉନି କାହିଁ, ଥୁଆ ହେଇଛି ସେଗୁଡ଼ାକ ସବୁ। କ'ଣ ସବୁ ଠାକୁର ସବୁ ବିକ୍ରି କରୁଛନ୍ତି। ବେତରେ ସବୁ ଝୁଡ଼ି ଆଉ ଚିଆର ସବୁ ପଡ଼ିଛି। ଆମର କ'ଣ ନାହିଁ, ଆମର ଅଛି ବା କେତେଟା, 3ଟା 4ଟା ଅଛି। ଆଠଗଡ଼ରୁ ଆସିଛନ୍ତି ସବୁ। ଦେଖନ୍ତୁ ଏସବୁ କେଉଁଠୁ ମଗଉଛ? କେଉଁଠୁ ସବୁ ବେତରେ ଯେଉଁ ତିଆରି ହେଉଛି, ତିଆରି ହେଇକି ଆସୁଛି, ତୁମେ ଆଣୁଛ ନା କ'ଣ? ନିଜେ ବନଉଛ? ସବୁ ଆସିଛନ୍ତି ବିକିବା ପାଇଁ, ବିକିକି ଯିବେ ଆଉ। ସବୁ ଏଇରକମ ଦେଖନ୍ତୁ, ମେନ୍ ରାସ୍ତା ଚାଲିଛନ୍ତି। ଏଇରକମ ସବୁ ଜିନିଷ, ସବୁ ଯିଏ ଖାଇବା ଜିନିଷ ହେଲା, ଯେଝା ବେପାର ଯେଝାର ଏରକମ କରିଛନ୍ତି। ବିଭିନ୍ନ ପ୍ରକାରର ଇଏ, ଲୋକ ଭିଡ଼ ହେଇଗଲେଣି। ମୁଁ ଭାବୁଛି ପଳେଇବି, ଆଉ ରହିବିନି। ସୁନ୍ଦର ଆଇଟମ୍ ଦେଖନ୍ତୁ, ଚର୍କି ସବୁ ଘୁରୁଛି। ଦେଖନ୍ତୁ ଡଲ୍ ଗୁଡ଼ାକ ଦେଖନ୍ତୁ, ସୁନ୍ଦର ସୁନ୍ଦର ଘର ସଜାଇବା ପାଇଁ ସୁବିଧା। ଆମର କଳା ଏରିଆ, ଆକୁ ନେବ ସବୁ ମସିହା ହେବ ଅଳପ ଦିନରେ।
ସନ୍ଧ୍ୟା ହେଲା ବେଳକୁ ମନ୍ଦିର ଲାଇଟ୍ ସବୁ ଆରମ୍ଭ ହେଇଗଲାଣି। ଆଉ ଟିକେ ରାତି ହେଲେ ଚକଚକ ହବ। ଲୋକ ଦେଖନ୍ତି ଧୀରେ ଧୀରେ ବଢ଼ିଲାଣି। ଆମେ ପଳେଇ ଯିବୁ। କୋଇଲା ଗାଡ଼ି କେମିତି ଠିଆ ହେଇଛି ଦେଖ, ପୁରା ଲାଇନ୍ ଧାଡ଼ିକି ଧାଡ଼ି ଠିଆ ହେଇଛି ପ୍ରବଳ। ଦେଖ ପୁରା ଲାଗିଛି ପୁରା। ଏଇଟା ବନ୍ଦ ଅଛି, ଭିଡ଼ ହେଇଗଲାଣି ରାସ୍ତାଘାଟ ତ ହେଙ୍ଗୁଳା ପାଖକୁ ଯିବା ପାଇଁ ବନ୍ଦ କରିଦେଇଛନ୍ତି ଏଇଖିଣା କିଛି ସମୟ। ବାଟରେ ଗଲାବେଳକୁ ଓପନ୍ କାଷ୍ଟ ମାଇନ୍ସ ପଡ଼ୁଛି, ଦେଖିବା। ଦେଖନ୍ତୁ କେମିତି ଇଏ ଖୋଳା ହେଇଛି ମାଇନ୍ସ ସବୁ। ଏଇଠି ଗାଡ଼ି କିଛିଟା ରହିଛି, ବଡ଼ ବଡ଼ ଗାଡ଼ି ଦୂରରୁ ଥିବାରୁ ଛୋଟ ଛୋଟ ଦେଖାଯାଉଛି। କୋଇଲା ସବୁ ଖୋଳା ହେଇକି ଗଦା ହେଲା ପରେ ମଝିରେ ମଝିରେ ସେ ଯେଉଁ ଗୋଦା ଗୁଡ଼ାକରେ ନିଆଁ ଲାଗିଯାଏ। ନିଆଁ ଜଳିବା ହେତୁ ଏଠି ତାଳଚେରରେ ଗରମ ଅଧିକା ହୁଏ। ଗୋଟିଏ ଟ୍ରକଟେ ଆସୁଛି, ଦେଖାଯାଉଛି କ'ଣ ପାଣି ଟ୍ରକ୍ ତ। ପାଣି ଗୁଡ଼ାକ ମାନେ କୋଇଲା ଗୁଡ଼ାକ ଗୁଣ୍ଡ ଗୁଡ଼ାକ ଦବେଇବା ପାଇଁ ସେ ପାଣି ଗୁଡ଼ାକ ସ୍ପ୍ରେ କରାଯାଏ। ଏଗୁଡ଼ାକ ସବୁ ଦବିଯାଏ। ରାସ୍ତାଘାଟରେ ବି ମଧ୍ୟ ପଡ଼େ ଅଲଗା ଟ୍ରକ୍। ଏ ଟ୍ରକ୍ ଚାଲେ, ଏ ମାଇନ୍ସ ଭିତରେ ଚାଲେ। ବହୁତ ଖାଲ ଏଠି ଯାଉଛି, କୋଇଲା ଟ୍ରକ୍ ସବୁ ଯାଉଛି। ଏପଟରୁ ସବୁ ଖୋଳି ଖୋଳିକି ଗଲେଣି, ସେପଟକୁ ସାଇଡିକି ଯାଇଛନ୍ତି। ଏରିଆ ଦେଖେ, କୋଇଲା ଖୋଳା ହେଲା ପରେ ପୋଖରୀ ଟାଇପର ସବୁ ହେଇଯାଏ। ପାଣି ପୁରା ଫୁଲ ହେଇଯାଏ, କିନ୍ତୁ ପରିଷ୍କାର ପାଣି ରୁହେ। ମାଙ୍କର ଦର୍ଶନ ହୋଇଗଲା। ଏବେ ମାଇନ୍ସ ବି ଦେଖେଇଦେଲି। ଏବେ ରହୁଛି। ଜୟ ଜଗନ୍ନାଥ। ଫାଷ୍ଟ ଦିନର ଭିଡ଼ିଓଟା ଆସନ୍ତୁ ଦେଖିବା। ମା ହେଙ୍ଗୁଳାଙ୍କର 9 ଦିନ ଧରିକି ପୂଜା ଚାଲେ।
ରାଜାରାଣୀ ଆସିଲେ ମାଙ୍କୁ ପାଟ ବରଣୀ କରିବାକୁ ତାଙ୍କ ପଟୁଆର ସହିତ ସାଙ୍ଗରେ ଘଣ୍ଟୁଆର ସାଙ୍ଗରେ ପାଇକମାନଙ୍କୁ ଧରି। କୋଉଠି ଅଛନ୍ତି ତମ ବୋଉ ଖୋଜୁଛନ୍ତି ଉଭା ନିକଟସ୍ଥ ସୂଚନା କେନ୍ଦ୍ରରେ ଆସି ଉପସ୍ଥିତ ହୁଅନ୍ତୁ। ଅନାଦି ବେହେରା ପୁରୁଣାଗଡ଼ କୋଉଠି ଅଛ? ଆପଣଙ୍କ ଲୋକ ଏଇ ସୂଚନା କେନ୍ଦ୍ର ପାଖରେ ଅପେକ୍ଷା କରିଛନ୍ତି, ଆସି ଦେଖା କରନ୍ତୁ। ଭଗବତିଆ ଚଦରାଘାଟି କେଉଁଠି ଅଛନ୍ତି? ଆପଣଙ୍କର ଛୋଟ ଛୁଆ ଏଇ ଉମାଚଳ ନିକଟସ୍ଥ ସୂଚନା କେନ୍ଦ୍ର ପାଖରେ ଅଛି। ସେ କାନ୍ଦୁଛି, ତାକୁ ବେଶୀ ଆସି ନେଇଯାଆନ୍ତି। ଭଗବତିଆ ଚଦରାଘାଟି ମାଙ୍କ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ, ଲାଇକ୍ କରିବେ, ସାଙ୍ଗମାନଙ୍କ ସାଙ୍ଗରେ ସେୟାର କରିବେ, ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ରହୁଛି ମା ହିଙ୍ଗୁଳା।